ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଧାରପୁର ପଟଣା ମଠରେ ସିଦ୍ଧପୁରୁଷ ସୁଧାସର ଭକ୍ତି ବାବା ସରସ୍ୱତୀ ଦାସଙ୍କ 44ତମ ପୁଣ୍ୟତିଥି ଜାକଜମକରେ ପାଳିତ ହୋଇଯାଇଛି। ବରୀ ବଡ଼ଚଣା ବିଞ୍ଝାରପୁର ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇ ବାବାଙ୍କ ନାମ ସଂକୀର୍ତ୍ତନରେ ଭାଗ ନେବା ସହିତ ଆନନ୍ଦ ବୋଝରରେ ପ୍ରସାଦ ସେବନ କରିଥିଲେ। ବାବାଙ୍କ ସମୟର ହାତଗଣତି କେତେଜଣ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁସାରେ ପଶ୍ଚିମବଙ୍ଗ ରାଜ୍ୟରେ ବାବାଙ୍କ ଜନ୍ମସ୍ଥାନ ହୋଇଥିବା ବେଳେ ସେ ମାତ୍ର 13 ବର୍ଷ ବୟସରେ ପାଦରେ ଚାଲି ଚାଲି ଆସି ଏଠାରେ ପହଞ୍ଚି ମଠ ସ୍ଥାପନ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ଯେ ବାବା ବାକ୍ସିଦ୍ଧ ପୁରୁଷ ଥିଲେ। ଆଉ ଗୋଟିଏ କଥା ଜଣାପଡ଼ିଛି ଯେ ଯେତେ ବିଷଧର ସର୍ପ ହେଉ ଅଥବା କୁକୁର କିମ୍ବା ଯେକୌଣସି ଜନ୍ତୁ ଦଂଶନ କରିଥିଲେ ମଧ୍ୟ ବାବାଙ୍କ ଶରଣକୁ ଆସିଲେ କିଛି କ୍ଷତି ହୁଏ ନାହିଁ। ବାବାଙ୍କ ଆବର୍ତ୍ତମାନର ମଧ୍ୟ ଆଜି ପର୍ଯ୍ୟନ୍ତ ମଠର ଆଶ୍ରୟ ନେଇଥିବା କୌଣସି ଭକ୍ତଙ୍କର ସର୍ପ ଦଂଶନରେ ମୃତ୍ୟୁ ହୋଇନାହିଁ। ବାବା ଜୀବିତ ଥିବାବେଳେ ଦିନେ ତାଙ୍କ ସମସ୍ତ ଭକ୍ତମାନଙ୍କୁ ଏକାଠି କରି କହିଥିଲେ ଯେ ଆଗାମୀ ଦିନରେ ମଠରେ ବଡ଼ ଭୋଜିଟିଏ, ତେଣୁ କିଏ କେଉଁ ଦାୟିତ୍ୱ ନେବ କୁହ। ଭକ୍ତମାନେ ଯିଏ ଯାହା ତୁଲାଇବେ କହିଲେ। ଶେଷରେ ବାବା କହିଲେ, ମୁଁ ଅନ୍ୟ କିଛି ଦାୟିତ୍ୱ ନେଇପାରିବି ନାହିଁ। ବଡ଼ ଭୋଜି ହେବ ମାନେ ବହୁତ ସଂଖ୍ୟକ କୁକୁରମାନେ ମଧ୍ୟ ପହଞ୍ଚିବେ, ତେଣୁ ମୁଁ କୁକୁରମାନଙ୍କୁ ଜଗିବା ଦାୟିତ୍ୱ ତୁଲାଇବି। ଆଶ୍ଚର୍ଯ୍ୟର ମାତ୍ର କିଛି ଦିନ ପରେ ବାବାଙ୍କର ମହାପରାୟଣ ହେଲା ଏବଂ ସେଥିପାଇଁ ମଠରେ ବଡ଼ ଧରଣର ଭୋଜିଭାତ ବି ହେଲା। ହଜାର ହଜାର ସଂଖ୍ୟାରେ ଜନସମାଗମ ମଧ୍ୟ ହେଲା। ସେହିଦିନଠାରୁ ପ୍ରତିବର୍ଷ ଭୋଜି ମଧ୍ୟ ହେଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଭୋଜି ସମୟରେ କେବେ ବି କୁକୁରମାନଙ୍କୁ ଦେଖିବାକୁ ମିଳନ୍ତି ନାହିଁ। ସମସ୍ତେ କୁହନ୍ତି ବାବା କୁକୁରମାନଙ୍କୁ ଏଠାକୁ ଆସିବାକୁ ଦିଅନ୍ତି ନାହିଁ। ପ୍ରତିବର୍ଷ ବାବାଙ୍କ ମହାପରାୟଣ ଦିବସରେ ନାମଯଜ୍ଞ, ଚକ୍ଷୁ ଚିକିତ୍ସା ଶିବିର, ଆଧ୍ୟାତ୍ମିକ ପ୍ରବଚନ ପ୍ରଭୃତି କାର୍ଯ୍ୟକ୍ରମ ହୋଇଥାଏ। ବର୍ତ୍ତମାନର ମଠାଧୀଶ ମହନ୍ତ ବାବା ଉତ୍ତମ ଚନ୍ଦ୍ର ଦାସଙ୍କ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ 10,000ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ ପାଇଁ 21 ଗୋଟି ଚୁଲିରେ ପ୍ରସାଦ ରନ୍ଧାଯାଇଥାଏ। ଏଥିପାଇଁ କାହାରିକୁ ପାରିଶ୍ରମିକ ଦିଆଯାଉନଥିବା ବେଳେ କୌଣସି ସାମଗ୍ରୀ କିଣିବାକୁ ପଡ଼େ ନାହିଁ। ସବୁକିଛି ଭକ୍ତମାନଙ୍କ ସ୍ୱେଚ୍ଛାକୃତ ଦାନ ଓ ସହଯୋଗରେ ହୋଇଥାଏ। ବରୀରୁ ଚୈତନ୍ୟ ଜେନାଙ୍କ ରିପୋର୍ଟ, ଆମ ଓଡ଼ିଶା ଖବର। ବାବା 45 ବର୍ଷ ହେଲା ଦେହାନ୍ତ ହେଲେଣି। ଆମେ 44 ବର୍ଷ ପାଳନ କରୁଛୁ। ଯିବା ବର୍ଷକୁ ଆମେ ଲଗେଇନୁ। ଆମେ ଯେଉଁ ଶ୍ରାଦ୍ଧ ବାର୍ଷିକ କରୁଛୁ 44 ବର୍ଷ ହେଲାଣି। ବାବା ତ ଅନନ୍ୟ ମହିମା। ଆଉ ସେ ସିଦ୍ଧ ପୁରୁଷ ଥିଲେ। ଆପଣ ଯାହା ଭାବିକି ଆସିବେ ଯାହା କହିଦେଉଥିଲେ। ଆଉ ବାବା ତ୍ରିକାଳଦର୍ଶୀ ଥିଲେ, ବାକ୍ ସଂଯମ କରିଥିଲେ। ଆଉ ଯାହା କହୁଥିଲେ, ଯାହା ହାତ ମାରୁଥିଲେ ବି ଲୋକ ଭଲ ହେଇଯାଉଥିଲେ। ବାବାଙ୍କର ଲୋକଙ୍କ ପ୍ରତି ଭଲ ପାଇବା ଥିଲା। ବାବା ମାନେ ଔଷଧ ମାତ୍ର ନାମକୁ ମାତ୍ର ବାବା ବାକ୍ ସଂଯମ କରିଥିଲେ। ବାବା ଯାହା କହୁଥିଲେ ହେଇଯାଉଥିଲା। ବାବାଙ୍କ ନାଁ ଧରିକି ସାପ ବିଷ ହରଣ ହେଇଯାଉଥିଲା। ଲୋକମାନଙ୍କର ଅତୁଟ ବିଶ୍ୱାସ ଅଛି। ସେଥିପାଇଁ ବାବାଙ୍କ ଶ୍ରଦ୍ଧାରେ ଆସୁଛନ୍ତି ବାବାଙ୍କ ପାଖକୁ। ଆଉ